ନମସ୍କାର। ମୋର ଚ୍ୟାନେଲକୁ ମୁଁ ପୁଣି ଆପଣଙ୍କର ସ୍ୱାଗତ କରୁଛି। ଆଜିର କାହାଣୀ ଯାହା ପାଇଲି ଦେଲି। ଲେଖକ ପୀତାମ୍ବର ସାହୁ। ଦିନେ ପଦନ ସ୍କୁଲରୁ ଫେରୁଥିଲା ବେଳେ ବାଟରେ 2 ଟଙ୍କିଟିଏ ପାଇଲା। ତାକୁ ଧରି ଯାଉ ଯାଉ ଗାଁ ମୁଣ୍ଡରେ ତା ସାଙ୍ଗ ଜୀବନକୁ ଭେଟିଲା। ଜୀବନକୁ 2 ଟଙ୍କିଟି ଦେଖାଇ ଦେଇ କହିଲା, ଏ 2 ଟଙ୍କା ମୁଁ ରାସ୍ତାରୁ ପାଇଲି। ଭାବୁଛି ଗରିବ ଲୋକଟିଏ ଦେଖିଲେ ତାକୁ ଦେଇଦେବି। ଜୀବନଟା କିନ୍ତୁ ଲୋଭୀ। ଟଙ୍କା ଦେଖି ତାର ଲୋଭ ହେଲା। ସେ ସାଙ୍ଗେ ସାଙ୍ଗେ କହିଲା, ମୋତେ ଦେଇଦଉନୁ। ଆମେ ତ ବିଲକୁଲ ଗରିବ। କେତେ କଷ୍ଟରେ ଚଳୁଛୁ ଦେଖୁନୁ। ଅଳ୍ପ ଜମି, 4-5 ପଟ ଗାଈ ବଳଦ ଆଉ ଖଣ୍ଡେ ଘରକୁ ଛାଡ଼ିଦେଲେ ଆମର କ'ଣ ଅଛି? ମୋତେ ଦେଇଦେ। ଜୀବନର କାକୁତି ମିନତି ଦେଖି ପବନ ରାଜି ହୋଇ ତା ହାତକୁ 2 ଟଙ୍କିଟି ବଢ଼େଇ ଦେଲା। ଜୀବନ କହିଲା, ଏଣିକି ଯୋଉଠି ଯାହା ପାଇବୁ ଆଣି ମୋତେ ଦେଇଦବୁ। ଅନ୍ୟ କାହାକୁ ଖୋଜିବା ଦରକାର ନାହିଁ। ବୁଝିଲୁ କି? ପବନ କହିଲା, ହଉ। ଏହାପରେ ଜୀବନର ଲୋଭ ବହୁଗୁଣ ବଢ଼ିଗଲା। ତା ପରଦିନ ସନ୍ଧ୍ୟାବେଳେ ଜୀବନ ପବନକୁ ଦେଖୁ ଦେଖୁ ପାଖକୁ ଧାଇଁ ଯାଇ ପଚାରିଲା, ଆରେ ଭାଇ, ଆଜି ଆଉ କୋଉଠି କିଛି ପାଇଛୁ କି? ପବନ କହିଲା, ନା ତ। ସବୁଦିନ କ'ଣ ଏପରି ଦରବ ମିଳେ? ଅକସ୍ମାତ ନା। ଜୀବନ କହିଲା, ଅକସ୍ମାତ କ'ଣ? ଆଜିକାଲି ତ ରାସ୍ତାରେ ଅନେକ ଲୋକ ଯିବା ଆସିବା କରୁଛନ୍ତି। ପ୍ରତିଦିନ କାହାର ନା କାହାର କିଛି ନା କିଛି ନିଶ୍ଚୟ ପଡ଼ୁଥିବ। ମନେ ରଖ, ଯାହା ଯେତେବେଳେ ପାଇବୁ ମୋ ଛଡ଼ା ଆଉ କାହାକୁ ଦବୁନି। ପବନ କହିଲା, ହଉ ହେଲା, ତୁ ନିଶ୍ଚିତ ରହ। ଜୀବନ ପ୍ରତିଶ୍ରୁତି ପାଇ ଖୁସି ହୋଇ ଚାଲିଯିବା ପରେ ସେ ଭାବିଲା, ଜିନିଷରେ ଜୀବନର ଲୋଭ ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି। ଏହା ତାକୁ ବଡ଼ ଅସୁବିଧାରେ ପକାଇବ। କୌଣସି ପ୍ରକାରେ ତାହା ଛଡ଼ାଇ ଦେବାକୁ ହବ। ପବନ ଉପାୟଟିଏ ଖୋଜୁଥାଏ। ତା ପରଦିନ ସେ ନଈ ଆଡ଼କୁ ଯାଉଛି। ଦେଖିଲା, ଆଗରେ ଗୋଟିଏ କାଠ ବୋଝେଇ ଶଗଡ଼ ଚାଲିଥାଏ। ହଠାତ୍ ଶଗଡ଼ ଉପରୁ କାଗଜ ପୁଡ଼ିଆଟିଏ ଖସି ପଡ଼ିଲା। ପବନର ଦୃଷ୍ଟି ତା ଉପରେ ପଡ଼ିଲା। ପୁଡ଼ିଆ ଖୋଲି ଦେଖିଲା, ତା ଭିତରେ ବିଛାଟାଏ। ସେ ପୁଡ଼ିଆଟି ସାଙ୍ଗେ ସାଙ୍ଗେ ବନ୍ଦ କରିଦେଲା। ତା ମୁଣ୍ଡକୁ କ'ଣ ଢୁକିଲା କେଜାଣି, ପୁଡ଼ିଆଟି ଧରି ସେ ଜୀବନ ପାଖକୁ ଧାଇଁଲା। ଜୀବନ ଦୂରରୁ ତାକୁ ଦେଖି ପଚାରିଲା, କ'ଣ ଭାଇ, କୋଉଠି କିଛି ପାଇଛୁ କି? ପବନ ହସି ହସି କହିଲା, ହଁ ଭାଇ, ଆଜି ଏ ପୁଡ଼ିଆଟା ଶଗଡ଼ ଉପରୁ ଖସି ପଡ଼ିଲା। ସାଙ୍ଗେ ସାଙ୍ଗେ ତାକୁ ତୋତେ ଦେବା ପାଇଁ ନେଇ ଆସିଲି। ଜୀବନ ଖୁସି ହୋଇ କହିଲା, ଭଲ କଲୁ ସାଙ୍ଗ। ହଉ ଦେ। ସେ ପବନ ହାତରୁ ପୁଡ଼ିଆଟା ନେଉ ନେଉ କହିଲା, ଏଣିକି ଯୋଉଠି ଯାହା ପାଇବୁ ଆଣି ମୋତେ ଦେଇଦବୁ ସାଙ୍ଗ। ପବନ ଅଳ୍ପ ହସି କହିଲା, ହଁ, ଏଥିରେ ଆଉ ଭୁଲ ହେବାର ଅଛି? ଜୀବନ ବଡ଼ ଖୁସିରେ ପୁଡ଼ିଆଟି ଖୋଲିଲା। ମାତ୍ର ସାଙ୍ଗେ ସାଙ୍ଗେ ତାର ଏତେ ବଡ଼ ଖୁସି ମିଳାଇଗଲା। ସେ ରଡ଼ିଟାଏ ଛାଡ଼ି ପୁଡ଼ିଆଟି ଦୂରକୁ ଫିଙ୍ଗିଦେଲା। ପବନ ପଚାରିଲା, କ'ଣ ହେଲା କି ରେ? କାହିଁକି ଏତେ ବଡ଼ ପାଟିଟା କରୁଛୁ? ଜୀବନ ଚିତ୍କାର କରି କହିଲା, ମୂର୍ଖ, ବଦମାସ, ମୁଁ ତୋତେ ବିଛା ଆଣି ଦେବା ପାଇଁ କହିଥିଲି। ପବନ କହିଲା, ଯାହା ପାଇଲି ତାହା ଦେଲି, ସେଥିରେ ମୋର ଦୋଷ କ'ଣ? ଜୀବନ ରାଗିଯାଇ କହିଲା, ବେଶୀ ହୋଇଗଲା, ଆଉ କାହା ଜିନିଷ ଲୋଡ଼ା ନାହିଁ। ପବନ ପଚାରିଲା, ତାହେଲେ ଏଣିକି ଯୋଉଠି ଯାହା ପାଇବି ତୋତେ ଆଉ ଦେବି ନାହିଁ? ଜୀବନ କହିଲା, ନା ନା, ଯାହାକୁ ପାରୁଛୁ ଦେ, ମୋର ଆଉ ଲୋଡ଼ା ନାହିଁ। ପବନ ହସି ହସି ସେଠାରୁ ଚାଲିଗଲା। ଆଜିର କାହାଣୀଟି ଥିଲା ଯାହା ପାଇଲି ଦେଲି। ଆପଣ ଯଦି ଆମର କାହାଣୀଗୁଡ଼ିକୁ ପଡ଼କାଷ୍ଟ ମାଧ୍ୟମରେ ଶୁଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର କୌଣସି ପ୍ରିୟ ପଡ଼କାଷ୍ଟ ମାଧ୍ୟମକୁ ଯାଇ ଆମ ଚ୍ୟାନେଲଟିକୁ ସର୍ଚ୍ଚ କରି ଆପଣ ଆମର କାହାଣୀଗୁଡ଼ିକୁ ପଡ଼କାଷ୍ଟ ମାଧ୍ୟମରେ ଶୁଣିପାରିବେ। ଆସନ୍ତାକାଲି ମୁଁ ପୁଣି ଏକ ନୂଆ କାହାଣୀ ନେଇ ଆପଣଙ୍କ ପାଖକୁ ଆସିବି। ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ। ନମସ୍କାର।